ଭଉଣୀ ଜଣକ ରାଜି ମଧ୍ୟ ନ ହୋଇଥାନ୍ତେ ତାଙ୍କୁ ମାରିବା ପାଇଁ ମଧ୍ୟ ଧମକ ଦିଆଯାଇଥାନ୍ତା। ଯେହେତୁ ତାଙ୍କ ପାଖରେ କିଛି ଉପାୟ ନଥିଲା, ସେ ବାଧ୍ୟ ହୋଇ ପ୍ରଥମେ କହିଲେ କଣ୍ଡମ ଟି ଆଣନ୍ତୁ, ତାପରେ ଆପଣ କରିବେ। ହାରାମଜାଦା ଶଳା ମଧ୍ୟ କହୁଛି ହଁ ମୁଁ ଆଣିଛି କଣ୍ଡମ ଟି। ତ ଶଳା କେମିତି ଆମ ଓଡିଶାରେ ଜନ୍ମ ନେଲୁ? ତୋ ପରିକା ଲୋକ ଆମ ଓଡିଶାରେ କେମିତି ଜନ୍ମ ନେଲା ମୁଁ ଭାବୁଛି। ଆଉ ଶେଷରେ ମୁଁ ଆପଣ ମାନଙ୍କୁ ଏତିକି କ୍ୱେଶ୍ଚିନ୍ କରିବି, ତାର କଣ ଭୁଲ ଥିଲା? ତାର କଣ ଭୁଲ ଥିଲା ମାର୍କେଟରୁ ପରିବା ଆଣିବା, ନା ତାର ଭୁଲ ଥିଲା ସେ ଝିଅ ଜନ୍ମ ନବା? କଣ ଆମେ ଆମର କିଛି ଖୁସି ପାଇଁ ଜଣଙ୍କ ସହ ଏମିତି କରିପାରିବା? ଆମକୁ ଭଗବାନ ଜନ୍ମ ଦେଇଛନ୍ତି ଏଥିପାଇଁ ଯେ କିଛି ଭଲ କାମ କରିବା ପାଇଁ। ମୁଁ ତ କହିବି ଇଏ ମଣିଷ ବଦଳରେ ଗୋଟେ ରାକ୍ଷସ। ଏଇପରି ରାକ୍ଷସକୁ କେମିତି ଭଗବାନ ଜନ୍ମ ଦେଇଛନ୍ତି ମୁଁ ବୁଝିପାରୁନି। ଆଉ ଆଜି ଯାହା ବି ହେଲା ସେ ଭଉଣୀ ଜଣଙ୍କ ସହ ଯଦି ହୁଏତ ଆମ ମା ଭଉଣୀଙ୍କ ସହିତ ସେମିତି ହେଇଥାନ୍ତା, ଆପଣ ମାନେ କଣ ଚୁପ୍ ବସିଥାନ୍ତେ? ମୁଁ ତ କହିବି ଦୋଷୀକୁ ଉଚିତ ଦଣ୍ଡ ମିଳୁ ଆଣ୍ଡ ଫାଶୀ ମଧ୍ୟ ଦିଆଯାଉ।